ଆଜି ତାଙ୍କର ବାଳିବଦ ଭୂମିକା ଅଛି, କାଲି ବି ଆସିବ ନିଶ୍ଚୟ। ଲଙ୍କା ପୋଡି ଭୂମିକା ଇନଭିଟେସନ ଦେଇଛନ୍ତି। ତ ବର୍ତ୍ତମାନ ଆମ ପାଖରେ ଯୋଉ ମଉସା ଉପସ୍ଥିତ ଅଛନ୍ତି, ସେ ଏଠି ହନୁମାନ ରୋଲ କରୁଛନ୍ତି। କାଲି ବି ଆସିବା, ତାଙ୍କର ପେଣ୍ଟିଂ ବ୍ଲଗ୍ସ ବି କରିବା, ତାଙ୍କ ବାଇଟ୍ ବି ନବା। ତ ଆଜି ଆମେ ତାଙ୍କୁ ଆମ ଗହଣରେ ପାଇ ଗର୍ବିତ ଅନୁଭବ କରୁଛୁ ନିଜକୁ। ତ ବର୍ତ୍ତମାନ ତାଙ୍କ ପ୍ରତିକା ନବା। ଆଜ୍ଞା, ଆପଣଙ୍କ ନାଁଟା ସର୍ବପ୍ରଥମ କହିବେ। ପଙ୍କଜ। ତ କେତେ ବର୍ଷ ହେଲାଣି ହନୁମାନଙ୍କର ରୋଲ କରୁଛନ୍ତି? 40 ବର୍ଷ ହେଇଗଲା। ଗୋଟେ ଜିନିଷ ଆଜି ନା ଭାଇ ଦେଖଉଥିଲେ, ଯେ ହନୁମାନ ରୋଲ କଲା ଭିତରେ ପୁରା ସ୍ପିରିଟ ଆସୁଛି ଆପଣଙ୍କର, ପୁରା କଣ୍ଟ୍ରୋଲ କରିବା ମୁସ୍କିଲ ହଉଛି। ସେ ଟାଇମ ମାନେ କଣ କେମିତି ଅନୁଭବ ହୁଏ ସେ ଟାଇମ ଟା? କିଛି ଜାଣି ହୁଏନି ଆଉ। ପୁରା ନିଷ୍ଠାର ସହିତ ଉପାସ ରହିଥାନ୍ତି କାଲି ଠାକୁରଙ୍କର। କୁହାଯାଏ ଆଜ୍ଞା, ସେଇଭଳିଆ ନିଷ୍ଠା ଆଉ ଭକ୍ତି ନଥିଲେ ତ ସେ ରୋଲ ଟା କରିବା ବହୁତ ବଡ ମୁସ୍କିଲ। ହନୁମାନ ଏଟା ଛୋଟ ବି ରୋଲ ନାହିଁ, କାରଣ ଶ୍ରୀରାମଙ୍କର ପ୍ରମୁଖ ଭୂମିକା, ତାଙ୍କ ଡାହାଣ ହାତ କହିଲେ ଅତ୍ୟୁକ୍ତି ହେବ ନାହିଁ। ତ କାଲିର ଲଙ୍କା ପୋଡି ଅଧ୍ୟାୟ ଏତେ ବର୍ଷ ତ କରି ଆସିଲେଣି ବହୁତ ପୁରୁଣା ଆକ୍ଟରଙ୍କ ସହିତ, ନୂଆ ନୂଆ ଯୁବପିଢି ବି ଆସିଲାଣି ରୋଲ କରିବାକୁ। ତ ଆପଣଙ୍କୁ ରିକ୍ୱେଷ୍ଟ କରିବ, ଆପଣଙ୍କର ଫେଭରେଟ ଡାଇଲଗ କି ଗୀତ ଗୋଟେ ହଉ। କିଏ ସେ ତୁଇ ରାକ୍ଷସ ରେ ମୋ ଆଗେ କର ପ୍ରକାଶ, ଜାଣି ନାଉ ଅନୁପରାକ୍ରମ କତେ ସେ ଯେକୁ ମନ ଉଲ୍ଲାସ ରେ। କିଏ ସେ ତୁଇ ରାକ୍ଷସ ଆରେ ସୈନ୍ୟ ମାନଙ୍କ ସରେ, ତୋ ସାନ ଭାଇ ଅକ୍ଷୟ ଆରେ ବିନାଶ କରିନ ଅବକ୍ଷରେ ଅଛି ଦେଖିବାକୁ ସାହସରେ। କିଏ ସେ ତୁଇ ରାକ୍ଷସ। ବହୁତ ବହୁତ ଧନ୍ୟବାଦ। ତ ଆଜିକାଲି ଯୁବପିଢି ଯୋଉମାନେ ଆସୁଛନ୍ତି ଇନ୍ସପିରେସନ ନେଇକି, ରାମଲୀଳାଟା ଆଜ୍ଞା ଲୋକ କଳା ବୁଡିବାକୁ ବସିଛି। ସମସ୍ତେ ମେଲୋଡି ଯାତ୍ରା ଏଇସବୁ ଜିନିଷ ଦେଖୁଛନ୍ତି, କିନ୍ତୁ ଆଧ୍ୟାତ୍ମିକ ପଥ ଅନୁସରଣ କରୁନାହାନ୍ତି। ତାଙ୍କ ଉଦ୍ଦେଶ୍ୟରେ କଣ ବାର୍ତ୍ତା ଦେବେ? ଯେମିତି ରାମଲୀଳା ଅନୁଷ୍ଠାନ ହଉ କି ଯେତେ ଗାଁର ସବୁ ରାମଲୀଳା ସବୁ ଚାଲୁଛି, ସେ ସବୁ ଚିରଦିନ ପାଇଁ ଏମିତି ବଞ୍ଚିକି ରହିଥିବ। ଏଇଟା ଚିରଦିନ ପାଇଁ ବଞ୍ଚିକି ରହିଲେ ଭଲ। ଭଗବାନଙ୍କର ଯୋଉଟା ଇଏ ରହିବ। ତ ଆପଣଙ୍କ ବହୁମୂଲ୍ୟ ସମୟରୁ ଆମକୁ କିଛି ସମୟ ଦେଇଥିବାରୁ ଆମେ ଆପଣଙ୍କ ନିକଟରେ ଚିରଋଣୀ। ତ କାଲି ନିଶ୍ଚୟ ଆସିବୁ, ଆପଣଙ୍କ ଦମଦାର ଏପିସୋଡ ଆଉଥରେ ଦେଖିବାକୁ। ଜୟ ସୀତାରାମ।